ଆପଣମାନେ ଅନେକ ଥର କହିଛନ୍ତି ମଟନ୍ ତରକାରୀର ରେସିପି ଦେବାକୁ ବା ଶୈଳୀ ବତେଇବାକୁ। ସତ କହିବାକୁ ଗଲେ ଆମ ଘରେ କୌଣସି ପ୍ରକାର ଗୁଣ୍ଡ ମସଲା ବ୍ୟବହାର ହୁଏ ନାହିଁ। ଆଉ କେବଳ ପିଆଜ ରସୁଣ ଅଦା ହେଲା ଆମ ଘରର ମୁଖ୍ୟ ମସଲା। ତେଣୁ ଆପଣମାନେ ତ କେତେ ପ୍ରକାର ଦେଖୁଛନ୍ତି, ମୁଁ ଆଉ କ'ଣ ଦେବି? ସମ୍ପୂର୍ଣ୍ଣ ଭାବରେ କେବେ ମୁଁ ଦେଇନି। ଏଇଟା ହେଉଛି ପିଆଜ ରସୁଣ ଅଦା ବଟା। ସବୁବେଳେ ଆମର ପିଆଜଟାକୁ ଅଲଗା ବାଟି ଦିଆହୁଏ, ଅଦା ରସୁଣ ଅଲଗା ବଟାଯାଏ। ଅଳ୍ପ ତେଲ ଦେଇକି ପ୍ରଥମେ ପିଆଜ ବଟାଟାକୁ ଅଳ୍ପ ଟିକେ କଷେଇଲା ପରେ ଅଦା ବଟାଟା ବି ପକାଇଦେବେ। ତେଲ କେମିତି ଦେବେ? ତେଲଟା ଆପଣ ଯେତେବେଳେ ମଟନ୍ ଚକଟିବାକୁ ତ ମୁଁ ସବୁବେଳେ କହେ, ସବୁବେଳେ ଆମ ଘରେ ଚକଟିକିରି ହିଁ ମଟନ୍ ରୋଷେଇ ହୁଏ। ତେଲ ହଳଦୀ ଲୁଣ ଦିଆ ହେଇକି ଚକଟା ହେଇକି ଟିକେ ରଖିଦିଆ ହୁଏ, ସିଝେଇ ଦିଆ ହୁଏ। ତାପରେ କଷା ମସଲାରେ ସିଝା ମଟନ୍କୁ ପକାଯାଏ। ମଟନ୍ ସିଝିବା ପାଇଁ ଯେଉଁ ପାଣି ଦିଆ ହେଇଥାଏ ସେଇ ପାଣିଟା ଦେଇ 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 କଷା ହୁଏ। ଆଉ ଆଳୁ ତ ବଡ଼ ବଡ଼ କାଟିକି ରଖା ହେଇଥାଏ। ଦର କଷା ହେଇଗଲେ, ବାରେଣା କଷା ହେଇଗଲେ ଆଳୁ ପକା ହୁଏ, କାହିଁକିନା ସେ ତ ଭାଜି ହେଇଥାଏ। ଆଉ ଯଦି ବହୁତ କଷା ହେବ ସେ ତ ସିଝିକି ମିଳେଇଯିବ, ଝୋଳ ଗୁଡ଼ାକ ଖାଲି ଦଲଦଲିଆ ହେବ, ତରକାରୀ ସୁଆଦ ଲାଗିବନି। ତେଣୁକରି ଆମର ସେମିତି ପିଆଜ ରସୁଣ ଅଦା ବଟା ହେଇକିରି ହୁଏ। ସେଥିରେ ପୁଣି ଲଙ୍କାଗୁଣ୍ଡ ପଡ଼େନି, କାହିଁକିନା ଛୋଟ ଛୁଆ ଅଛନ୍ତି। ଲଙ୍କାଗୁଣ୍ଡଟାକୁ ପଛରେ ଆମର ଦିଆଯାଏ। ତେଲରେ ଲଙ୍କାଟାକୁ ଆଉ ଥରେ ଭାଜିକି ଛୁଙ୍କି ଦିଆହୁଏ ଲଙ୍କାଗୁଣ୍ଡ। ତେଣୁ ପିଆଜ ରସୁଣ ଅଦା ବଟାକୁ ଏମିତି ଭଲ କିନା କିନ୍ତୁ କଷେଇବେ। ଆଉ ତେଲ ଯେଉଁ କଡ଼େଇରେ ଦେବେ ତା ପରିମାଣଟା ହେଉଛି, ଆପଣ ଦେଖିବେ ମଟନରେ କେତେ ପରିମାଣର ଚର୍ବି ଅଛି। ଚର୍ବିଟାକୁ ତ ବାଛିକି ରଖା ହେଇଥିବ ଅଲଗା, ସିଝେଇଲା ବେଳେ ଦିଆ ହୁଏନି। ଆଉ ଯଦି ଚର୍ବି କମ୍ ଅଛି ଆପଣ ଟିକେ ଅଧିକ ତେଲ ଦିଅନ୍ତୁ, କିଛି ଅସୁବିଧା ନାହିଁ। ଆଉ ଯଦି ଚର୍ବି ଅଧିକ ଅଛି ତାହେଲେ ତେଲ ପରିମାଣ ଟିକେ କମ୍ ଦେବେ। ଆମର ଟିକେ ଟମାଟୋ ବି ପଡ଼େ କଷେଇଲା ବେଳେ। ଦେଖନ୍ତୁ ଚର୍ବି ପକାଇ ଦେଲା ପରେ କେତେ ତେଲ ଥିଲା ପରି ଦେଖାହେଉଛି। ମସଲା କଷିଲା ବେଳେ କେତେ କମ୍ ତେଲ ଦେଖାହେଉଥିଲା, କିନ୍ତୁ ଚର୍ବି ପକାଇ ଦେଲା ପରେ କେତେ ତେଲିଆ ଦେଖାଗଲାଣି। ଯଦି ଆହୁରି ତେଲ ଆମେ ଦେବା ସେଇଟା କେବେ ହେଲେ ସ୍ୱାସ୍ଥ୍ୟପ୍ରଦ ହେବନି ଖାଇବା ପାଇଁ। ତାପରେ ମଟନ୍ ଖୁବ୍ ବେଶୀରେ 15 ଦିନରେ ଥରେ ଖାଆନ୍ତୁ ବୋଲି ମୋର ମତ। ଖାଆନ୍ତୁ, ଆପଣଙ୍କର ମନ ଚାହୁଁଛି, ଇଚ୍ଛା ଅଛି, ସାରା ଦୁନିଆ ଖାଉଛନ୍ତି। ମୁଁ ଏଇନା ଆପଣଙ୍କୁ କହିବି ଖାଆନ୍ତୁନି, ମୁଁ ବି ତ ଖାଉଥିଲି। ଏବେ କିନ୍ତୁ ମୋତେ କିଏ ଯାଚିଲେ ବି ମୋର କୌଣସି ମାନସିକ ନାହିଁ, କିଛି ନାହିଁ, କିନ୍ତୁ ମୋ ଦେହ ହିଁ ଚାହୁଁନି, ମୁଁ ଖାଉନି। ପିଲାଦିନୁ ମୁଁ ଏତେ ବେଶୀ ଭଲ ପାଉନଥିଲି, କିନ୍ତୁ ଖାଉଥିଲି। ତେଣୁ ଆପଣମାନେ ବି ଖାଆନ୍ତୁ। ନିଜ ମନରୁ ଯେତେବେଳେ ଆପଣ ଦୂରେଇ ଦେଇପାରିବେ ସେବେ ଛାଡ଼ି ଦିଅନ୍ତୁ। ସେଥିପାଇଁ ମନ ଭିତରେ ଗୋଟେ ଚିନ୍ତନ ରଖନ୍ତୁ, ମଟନ୍ଟା ସେତେ ବେଶୀ କିଛି ଆମ ପାଇଁ ଦରକାରୀ ଖାଦ୍ୟ ନୁହେଁ। ଏଇଠି ଦେଖନ୍ତୁ କଷା ମଟନ୍ରେ ପାଣି ଦିଆ ହେଇଗଲାଣି। ପାଣି କ'ଣ କରିବେ? ମଟନ୍ ଦେହରେ ଯେଉଁ ପାଣି ଥିଲା ସେଇଟା ତ କଷିଲା ବେଳେ ଦିଆହେଇଯାଇଥିଲା, ସିଝେଇବାରେ ଯେଉଁ ପାଣି ଥିଲା ସେ ପ୍ରେସର୍ ଖାଲି ହେଇଗଲା। ସେଇ ପ୍ରେସରରେ ଆପଣ ଆଉ ଟିକେ ଗରମ ପାଣି କରିବେ, କେବେ ବି ଥଣ୍ଡା ପାଣି ଦେବେ ନାହିଁ। ଆମର କେବେ କେବେ ଟିକେ ଡାଲଚିନି ଗୁଣ୍ଡ ପଡ଼େ, କେବେ ବି ପଡ଼େନି। ଏଇ କଥା ସାଙ୍ଗେ ମୁଁ ଆଉ ଗୋଟେ କଥା ଯୋଡ଼ୁଛି ଆପଣମାନଙ୍କୁ ବିଶ୍ୱାସ ଜନ୍ମେଇବାକୁ, ଯେ ଆମ ଘରେ ସତରେ ମଟନ୍ରେ ଅନ୍ୟ କିଛି ମସଲା ପଡ଼େ ନାହିଁ। ପିଆଜ ରସୁଣ ଅଦା, ଲଙ୍କାଗୁଣ୍ଡ ଆଉ ଡାଲଚିନି ଗୁଣ୍ଡ। ଆପଣମାନେ ତ ଯେଉଁ ଗ୍ରେଭି ଖାଉଛନ୍ତି ବାହାରେ, ଦେଖିବେ ସବୁ ଗ୍ରେଭିରେ ସେଇଥିରେ ଛତୁ ପଡ଼ୁଛି, ସେଇଥିରେ ପନିର ପଡ଼ୁଛି, ସେଇଥିରେ ସବୁ ପଡ଼ିଯାଉଛି। ତାହେଲେ ଆଉ ମଟନ୍ର ବାସ୍ନା କି ଚିକେନ୍ର ବାସ୍ନା କି ମାଛଟା କେମିତି କି ଚିକେନ୍ଟା ପନିରଟା କେମିତି ସେଇଟା ପିଲାମାନେ ଜାଣିବେ କେମିତି? ଏତେ ମସଲା ଆମେ ତା ଦେହରେ ପକାଇ ଦେଉଛେ ଯେ ମୂଳ ଜିନିଷର ସ୍ୱାଦଟା ଆଉ ବାରି ହେଉନି। ଆଉ ଏତେ ମସଲିଆ ହେଇଯାଉଛି, ଦେହ ପାଇଁ ବି କ୍ଷତିକାରକ ହେଉଛି। ବାରମ୍ବାର ମୁଁ ଆପଣମାନଙ୍କୁ ମଟନ୍ ଗୋଳେଇବାଟା ଦେଖେଇଛି। ମୁଁ ଦହି ଫହି ବି ପକାଏନି। 1000 ପ୍ରକାର ଜିନିଷ ମୁଁ ମୋଟେ ରୋଷେଇରେ ପକାଇବାକୁ ଚାହେଁନି। ଖାଲି ଟମାଟୋ ଟିକେ କଷେଇଲା ବେଳେ ଦିଏ କୁଣ୍ଡେଇକିରି କାଟିକିରି। ଏବେ ତ ମୋତେ ପିଲାଙ୍କୁ ଆଉ କିଛି ବତେଇବାକୁ ପଡ଼ୁନି, ସେମାନେ ତାଙ୍କର ଚକଟୁଛନ୍ତି, ସେମାନେ ତାଙ୍କର ସିଝା ସିଝି କରି ରାନ୍ଧୁଛନ୍ତି। ଏଇ କଥାରେ ମୁଁ ଏ ପୁଅଙ୍କୁ କାହିଁକି ଯୋଡ଼ିଲି କହିଲେ? ଇଏ ହେଉଛନ୍ତି ନୟାଗଡ଼ରୁ ଆସିଥିଲେ ଆମ ଘରକୁ, ଓଡ଼ଗାଁରୁ, ରଘୁନାଥଜୀଉଙ୍କ ମନ୍ଦିର ପାଖରୁ। ଆଉ ଏତେ ମେଳାପି, ଆମ ଘରକୁ ଯେତେ ପିଲା ଆସିଥିଲେ, ଚନ୍ଦନ ଆସିଥିଲେ ଚମ୍ପୁଆରୁ, ତାପରେ ଇଏ ଆସିଲେ ଅଶ୍ୱିନୀ, ବୟସ ବହୁତ କମ୍, ବହୁତ ଖୋଲା, ବହୁତ ମେଳାପି। ସେ 11:30 ଖଣ୍ଡେ ବେଳେ ଆମ ଘରେ ପହଞ୍ଚିଲେ। ଆଉ ଭଲ, ସମସ୍ତେ ତ ଜାଣିଛନ୍ତି ମା ମିଠା ପ୍ରିୟ, ଯିଏ ଆଇଲେ ମିଠାଟା ତ ନିହାତି ଆସୁଛି। ଆଉ ଆମ ଘରେ ତ ମୋତେ ସବୁବେଳେ ଚିଡ଼ଉଛନ୍ତି, ହେଇ ବୋଉଙ୍କର ଆଉ ଗୋଟେ ପୁଅ ଆସିଲା। ଏଠୁ ଦୀପ୍ତି ପଚାରିଲା, ଲିପି ପଚାରିଲା, କିଏ ଆସିଛନ୍ତି ଅପା?
ନା ବୋଉଙ୍କର ପୁଅ, ହେଲେ ଇଏ ୟୁଟ୍ୟୁବ୍ ପୁଅ ବୋଉଙ୍କର ନୁହେଁ, ଇଏ ଇନଷ୍ଟା ପୁଅ। ମୋତେ ସବୁଠୁ ବେଶୀ ଖୁସି ଲାଗିଲା ଅଶ୍ୱିନୀକୁ ସବୁଠୁ ଭଲ ଲାଗିଲା 24 ମସିହାରେ ସେ ମୋତେ ଗୋଟେ ମେସେଜ୍ ଦେଇଥିଲେ, କିନ୍ତୁ ମୁଁ ସେ ମେସେଜ୍ ଖୋଲିନଥିଲି କି ପଢ଼ିନଥିଲି। 26 ମସିହାରେ ମୁଁ ଗୋଟେ ଲାଇଭ୍ କଲି ଏଇ 2-4 ଦିନ ତଳେ, ତାପରେ ପୁଣି ସେ ଯୋଗାଯୋଗ ହେଇ ଆମ ଘରକୁ ଆସିଲେ। ତାଙ୍କର ଆମ ଘରକୁ ଆଉ ଥରେ ଆସିବାର ଅଛି, ସେ ଆମ ପାଇଁ ଗୋଟେ ବଢ଼ିଆ ଜିନିଷ ବନେଇବେ, ଆଉ ଆମର ବି ତାଙ୍କ ଘରକୁ ଯିବାର ଅଛି।